ମା ଦିବ୍ୟ ସମାଚାରରୁ ଆମେ ପଢିବା ଶ୍ରୀଅରବିନ୍ଦଙ୍କ ସମ୍ବନ୍ଧରେ ନାଗରତ୍ନମଙ୍କ ସ୍ମୃତି। ନାଗରତ୍ନମଙ୍କର ସ୍ମୃତି। ମୋ ବାପା ଦକ୍ଷିଣ ଆଫ୍ରିକାରୁ ଶ୍ରୀଅରବିନ୍ଦଙ୍କର କାର୍ଯ୍ୟକ୍ରମ ସମ୍ବନ୍ଧିତ ବିଭିନ୍ନ ସମ୍ବାଦପତ୍ରର କଟିଂସ୍ ମୋ ନିକଟକୁ ପଠାଉଥିଲେ। ତାଙ୍କ ବାପା ଆଫ୍ରିକାରୁ ପଠାଉଥିଲେ ତାଙ୍କ ପାଖକୁ। ଯାହା ହଉ। ଶ୍ରୀଅରବିନ୍ଦଙ୍କୁ 1911 ମସିହାରେ ମୁଁ ସାକ୍ଷାତ କଲି। ସେତେବେଳକୁ ମୋତେ ମାତ୍ର 11 ବର୍ଷ ବୟସ ହୋଇଥାଏ। ମିଶନ ଷ୍ଟ୍ରିଟ୍ ଘରେ ଶ୍ରୀଅରବିନ୍ଦ ତାଙ୍କ ବାଲକୋନିରେ ଠିଆ ହୋଇଥିବା ସମୟରେ ସ୍କୁଲ ପାଠପଢା ସାରି ନମସ୍କାର କରେ ଏବଂ ଚାଲିଆସେ। 6 ମାସ ଧରି ମୁଁ ଏହିପରି କରିଥିଲି। ଏହାପରେ ମୋତେ ଦିନେ ସେ ଡକାଇଲେ। ବାଲକୋନିରେ ରହି ମୋତେ ହାତ ଠାରିଥିଲେ। ଭିତରକୁ ଗଲା ମାତ୍ରେ ମୁଁ କାହିଁକି ତାଙ୍କୁ ପ୍ରତ୍ୟେକ ଦିନ ଦର୍ଶନ କରୁଛି ବୋଲି ପଚାରିଲେ। ଉତ୍ତର ଦେଇଥିଲି, କାରଣ ଏହା ଆପଣଙ୍କର ମହନୀୟତା ଦୃଷ୍ଟିରୁ ମୁଁ ପ୍ରତ୍ୟେକ ଦିନ ଆପଣଙ୍କ ପାଖରେ ରହିଯିବାକୁ ଚାହୁଁଛି। ସେ କହିଲେ, ନା ନା, ଏତେ ଶୀଘ୍ର ନୁହେଁ। ମାତ୍ର ମୋ ବୋଉଙ୍କର ଅନୁମତି ମୁଁ ପାଇଥିଲି ଓ ପ୍ରତ୍ୟେକ ଦିନ ଶ୍ରୀଅରବିନ୍ଦଙ୍କୁ ଦର୍ଶନ କରୁଥିଲି। ଶ୍ରୀଅରବିନ୍ଦ ରାଜନୈତିକ ନେତା ଥିବାରୁ ସରକାର ମୋ ପଛରେ ଲାଗିଗଲେ। ଏଣୁ ମୋର ମା ତାଙ୍କ ନିକଟକୁ ଯିବାକୁ ମୋତେ ମନା କଲେ। ଚିନ୍ତା କରନ୍ତୁ, 1911 ମସିହାରେ ସେ ଶ୍ରୀଅରବିନ୍ଦଙ୍କୁ ସାକ୍ଷାତ କଲେ। ତା ପୂର୍ବରୁ ଶ୍ରୀଅରବିନ୍ଦଙ୍କ ସମ୍ବନ୍ଧରେ ତାମାନେ ସେତେବେଳକାର ଦେଶରେ ଯୋଉ ସ୍ୱାଧୀନତା ସଂଗ୍ରାମ ଚାଲିଥିଲା, ତା ସହିତ ଶ୍ରୀଅରବିନ୍ଦଙ୍କର ଯୋଉ ବ୍ୟକ୍ତିତ୍ବ, ତାର ପ୍ରଭାବ କେତେ ବିସ୍ତୃତ ଥିଲା, କେତେ ଗଭୀର ଥିଲା, ଯେ ସମସ୍ତେ ନିଶ୍ଚୟ ଉଦ୍ବୁଦ୍ଧ ଯଦି ନ ହେଇଥିବେ, ତାହେଲେ ଜଣେ ଲୋକ ତାଙ୍କ ପୁଅ ପାଖକୁ ଆଫ୍ରିକାରୁ ଥାଇ ଶ୍ରୀଅରବିନ୍ଦଙ୍କ ବିଷୟରେ ଲେଖା ପଠାଉଥାନ୍ତି। କଟିଂ ସବୁ ବାହାରି ଥାଏ ପେପର ଯୋଉଥିରେ କରୁଥିଲେ। ମାନେ ଆଙ୍କୁ ବୟସ 1911 ମସିହାରେ ଆଙ୍କୁ 11 ବର୍ଷ। ତାମାନେ ଛୋଟ ବେଳୁ ଠାରୁ ତାଙ୍କ ପାଖକୁ ତାଙ୍କ ବାପା ପଠଉଥିଲେ। ତାମାନେ ଶ୍ରୀଅରବିନ୍ଦ କେତେ ସେତେବେଳେ ଭାରତ ବର୍ଷରେ ଲୋକପ୍ରିୟ ଥିଲେ ଏବଂ ତାଙ୍କର ବ୍ୟକ୍ତିତ୍ବ କେତେ ଚର୍ଚ୍ଚା ଯୁକ୍ତ ଥିଲା। ସ୍ୱାଧୀନତା ସଂଗ୍ରାମ ସମୟର କଥା ଏଇଟା। ଆଉ ଆଙ୍କୁ ଯେତେବେଳେ 11 ବର୍ଷ ବୟସ, ସେତେବେଳେ ସେ ଶ୍ରୀଅରବିନ୍ଦଙ୍କୁ ଦେଖି ତାଙ୍କ ଭିତରର ଯୋଉ ବିଶାଳତା, ତାଙ୍କୁ ସେ ମାନେ ଏମିତି ଆଚ୍ଛନ୍ନ କରିଥିଲା, ଯେ ଛୋଟ ପିଲାଟିଏ ମଧ୍ୟ 11 ବର୍ଷ ବୟସ ମାନେ ଛୋଟ ପିଲା ନୁହଁ କଣ, ଆମର ପଞ୍ଚମ ଷଷ୍ଠ ପିଲା କହିଲେ ଚଳେ। ସିଏ ଶ୍ରୀଅରବିନ୍ଦଙ୍କୁ କହୁଛନ୍ତି ଯେ ମୁଁ କାହିଁକି ଦର୍ଶନ କରୁଛି, କାରଣ ଆପଣଙ୍କର ମହନୀୟତା ଦୃଷ୍ଟିରୁ। ତାପରେ ସେ କହୁଛି, ମୁଁ ଆପଣଙ୍କ ପାଖରେ ରହିଯିବାକୁ ଚାହେଁ। ଛୋଟ ପିଲାଟେ, ତାମାନେ ତାଙ୍କର ଆଧାର ସେତିକି ପ୍ରସ୍ତୁତ ଥିଲା, ଗ୍ରହଣଶୀଳ ସେତିକି ଥିଲେ, ଯଦ୍ୱାରା ସେ ଅନୁଭବ କରିପାରିଲେ। ଏବଂ ତାଙ୍କ ମା ବି ସେଥିରେ ତାଙ୍କ ଅନୁମତି ଥିଲା ମାଙ୍କର। କିନ୍ତୁ ଯେହେତୁ ଶ୍ରୀଅରବିନ୍ଦ ସେତେବେଳେ ଇଂରେଜ ମାନଙ୍କର ପରମ ଶତ୍ରୁ ବୋଲି ଇଂରେଜ ମାନେ ମନେ କରୁଥିଲେ। କାହିଁକି ନା ଇଏ ଯୋଉଭଳି ଭାବରେ ବିପ୍ଳବାତ୍ମକ ଲେଖା, ତାଙ୍କର ଆହ୍ୱାନ, ତା ଫଳରେ ଅନେକ ଯୁବ ସମାଜ ସବୁ ଭିନ୍ନ ଭିନ୍ନ ସମିତି ମାନ ଗଠନ କରି ଭାରତର ସ୍ଵାଧୀନତା ପାଇଁ ଲଢେଇ କରିବା ପାଇଁ ଆଗେଇ ଆସିଥିଲେ। ତେଣୁ ଆଙ୍କ ପଛରେ କଣ ହେଲା, ବ୍ରିଟିଶ ସରକାର ଲାଗିଲେ। ତେଣୁ ମା କହିଲେ ଛୋଟ ଛୁଆ, ତେଣୁ ମା ତାଙ୍କୁ ଯିବାକୁ ମନା କଲେ। ସେତେବେଳେ ଶ୍ରୀଅରବିନ୍ଦଙ୍କ ପାଖରେ ମାତ୍ର 4 ଜଣ ଲୋକ ରହୁଥିଲେ। ବିଜୟ, ମୁନି, ନଳିନୀ ଏବଂ ସୌରୀ। ମୁଁ ବିଜୟଙ୍କର ବହୁ ପ୍ରିୟ ହୋଇ ଉଠିଥାଏ। ମୋ ଭଉଣୀ ମୋ ସାଙ୍ଗରେ ଯାଇ ଶ୍ରୀଅରବିନ୍ଦଙ୍କ ସଙ୍ଗେ ଖେଳିବାକୁ ଲାଗି ପଡିଲା। ଏହା 1912 ମସିହାରୁ 1914 ମସିହା ପର୍ଯ୍ୟନ୍ତ ଚାଲିଥାଏ। ପରେ ଶ୍ରୀଅରବିନ୍ଦ ଫ୍ରାଙ୍କୋଇସ୍ ମାର୍ଟିନ ଷ୍ଟ୍ରିଟକୁ ସ୍ଥାନାନ୍ତରିତ ହୋଇ ଚାଲିଗଲେ।
ସ୍କୁଲରୁ ସିଧା ଆସି ମୋ ଭଉଣୀ ଶ୍ରୀଅରବିନ୍ଦଙ୍କର କୋଠରୀ ସଫା କରେ। ଥରେ ଥରେ ମୋ ଭଉଣୀ ତାଙ୍କୁ ପଚାରିଲେ, ବାବୁ, ଆପଣ ନିଜ କୋଠରୀଟିକୁ ଏପରି ବିଶୃଙ୍ଖଳ କରି କାହିଁକି ରଖୁଛନ୍ତି? ସେତେବେଳେ ସିଗାରେଟ ଖାଇବା ତାଙ୍କର ଅଭ୍ୟାସ ଥିଲା। ବେଳେ ବେଳେ ମୁଁ ଚା ତିଆରି କରି ତାଙ୍କୁ ଦିଏ। ଦିନେ ତାଙ୍କ ପାଖରେ ରହୁଥିବା 4 ଜଣ ଯୁବକ ହକି ଖେଳୁଥିଲେ ଏବଂ ଖେଳିଲା ବେଳେ ହକି ଷ୍ଟିକରେ ଗୋଟିଏ ପଥର ଖଣ୍ଡ ଆସି ମୋତେ ଆଘାତ କଲା। କିଛି ରକ୍ତ ବାହାରିଥିଲା। ମୋର ଭଉଣୀ ଚିତ୍କାର କରି କହି ଉଠିଲା, ବାବୁ, ଇଏ କଣ? ସେମାନେ ମୋର ଭାଇକୁ ମାରି ପକାଇଲେ। ବାବୁ ସବୁବେଳେ କିଛି ନା କିଛି ଲେଖୁଥାନ୍ତି ଓ ମଝିରେ ମଝିରେ ବାଲକୋନିରେ ଏପଟ ସେପଟ ଚଲାବୁଲା କରୁଥାନ୍ତି। ଆମ ମଧ୍ୟରେ ବାପ ପୁଅ ସମ୍ପର୍କ ଗଢ଼ି ଉଠିଥାଏ। ତାଙ୍କର ଜନ୍ମଦିନଟି ଆମ ପରିବାର ପାଇଁ ସତେଅବା ଗୋଟିଏ ଭୋଜି ଦିନ। ସେଦିନ ମୋର ଫୁଲମାଳଟି ପ୍ରଥମେ ତାଙ୍କ ପାଖକୁ ଯାଏ। 1925 ମସିହାରେ ପ୍ରତ୍ୟେକ ଦିନ ମୁଁ ତାଙ୍କ ସମ୍ପର୍କରେ ଆସୁଥାଏ। 1920 ମସିହାରୁ ପଣ୍ଡିଚେରୀ ଆସି ଶ୍ରୀମା ସ୍ଥାୟୀ ଭାବରେ ରହିଲେ। ଶ୍ରୀମା ଅଧିକାଂଶ ସମୟରେ କଫି କିମ୍ବା ଚା ଆଣି ଶ୍ରୀଅରବିନ୍ଦଙ୍କ ରହୁଥିବା ଘରକୁ ଆସନ୍ତି ଓ ଆମ୍ଭମାନଙ୍କୁ ପରିବେଷଣ କରନ୍ତି। ଆମ୍ଭେମାନେ ସେଇ ଟେବୁଲ ଚାରିପାଖରେ ବସି ଠିକ୍ ସନ୍ଧ୍ୟା 5 ଘଣ୍ଟିକାରେ ଧ୍ୟାନ କରୁ। ନାମ୍ବୀର, ଦୋରାଇସ୍ୱାମୀ, ଚଟ୍ଟୋପାଧ୍ୟାୟ ଓ ଅନ୍ୟମାନେ ମାଡ୍ରାସରୁ ଯିବା ଆସିବା କରୁଥାନ୍ତି। ସେମାନେ ସମସ୍ତେ ଆସି ମୋ ପାଖରେ ରୁହନ୍ତି ଓ ପରେ ଶ୍ରୀଅରବିନ୍ଦଙ୍କ ନିକଟକୁ ଯାଆନ୍ତି। ଅମୃତା ମୋ ସାଙ୍ଗରେ ଆସିଲେ। ଆମେ ଦୁହେଁ କାଲଭେ କଲେଜର ଛାତ୍ର ଥିଲୁ। ସେ ମାଟ୍ରିକୁଲେସନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ, କିନ୍ତୁ କୌଣସିଠାରେ ଚାକିରି ନ ପାଇ ଫେରି ଆସିଲେ। ପ୍ରସିଦ୍ଧ ନେତା ଲାଲା ଲଜପତ ରାୟ ଏବଂ ମୋନଜୀ ମୋ ଘରକୁ ଆସନ୍ତି। ଶ୍ରୀମାଙ୍କ ଆସିବା ପୂର୍ବରୁ ସମସ୍ତେ ମୋ ମାଧ୍ୟମରେ ଶ୍ରୀଅରବିନ୍ଦଙ୍କ ନିକଟକୁ ଯାଉଥିଲେ। ଥରେ ଗୋଟିଏ ଖୁବ୍ ବଡ଼ ଘୂର୍ଣ୍ଣିବାତ୍ୟା ହୋଇଥିଲା। ମୁଁ ଯାଇ ଶ୍ରୀଅରବିନ୍ଦଙ୍କ କକ୍ଷରେ ଦେଖେ ଯେ ସବୁ କିଛି ଭାଙ୍ଗି ଯାଇ ଏଣେ ତେଣେ ପଡ଼ିଛି। ମୁଁ ଶ୍ରୀମାଙ୍କ ସମ୍ବନ୍ଧରେ ପଚାରିଲି। ଶ୍ରୀଅରବିନ୍ଦ ମୋତେ କହିଲେ, ଯାଇ ଦେଖି ଆସ। ସେ ତାଙ୍କ ଘରର ସେଣ୍ଟ୍ରାଲ ହଲରେ ରହୁଥିଲେ। ଏପରି ଅବସ୍ଥାରେ ସେଠାରେ ରହିବା ମାଙ୍କ ପକ୍ଷରେ ନିରାପଦ ନୁହେଁ ଭାବି ଆମେ ମାଙ୍କୁ 14 ଫ୍ରାଙ୍କୋଇସ୍ ମାର୍ଟିନ ଷ୍ଟ୍ରିଟକୁ ନେଇ ଆସିଲୁ। ପଲ୍ ରିଚାର୍ଡ ଉତ୍ତରକୁ ଚାଲିଗଲେ ଓ ମା ତାଙ୍କର ନୂଆ ଘରକୁ ଆସିଲେ। ଶ୍ରୀଅରବିନ୍ଦ କୌଣସି ନିର୍ଦ୍ଦିଷ୍ଟ ପଦ୍ଧତିରେ ଯୋଗ କରିବା ନିମନ୍ତେ ବସନ୍ତି ନାହିଁ। ସେ କେବଳ ଲେଖନ୍ତି ଅଥବା ଚଲାବୁଲା କରନ୍ତି। ତାଙ୍କ କବାଟ କେବେ ବନ୍ଦ ହୁଏ ନାହିଁ। ମଝିରେ ମଝିରେ ତାଙ୍କ ଲେଖାମାନଙ୍କର ପ୍ରୁଫ୍ ମୁଁ ସଂଶୋଧନ କରେ। ପ୍ରତ୍ୟେକ ଦିନ ସନ୍ଧ୍ୟା 5 ଘଟିକାରେ ଆମେମାନେ ଧ୍ୟାନ କରୁ। ଶ୍ରୀମା ଆସନ୍ତି, ଭାରତୀ ଓ ଅନ୍ୟ କେତେକ ଆସନ୍ତି। ସେମାନେ ଟେବୁଲ ଚାରିପାଖରେ ବସି ଧ୍ୟାନ କରନ୍ତି, ତଳେ ବସନ୍ତି ନାହିଁ। ମୋ ସାଙ୍ଗରେ ଶ୍ରୀଅରବିନ୍ଦ ସାଧନା ବିଷୟରେ କେବେ କିଛି କଥାବାର୍ତ୍ତା ହୁଅନ୍ତି ନାହିଁ। ମୁଁ ଅନ୍ୟ ଏକ ପଦ୍ଧତି ଅବଲମ୍ବନ କରୁଥାଏ। ସେହି ପଦ୍ଧତିଟି ହେଲା ସିଦ୍ଧି ମାର୍ଗ। ଶ୍ରୀଅରବିନ୍ଦଙ୍କର ପ୍ରିୟ ପାତ୍ର ହୋଇଥିବାରୁ ଥରେ ମୋତେ ଆରେଷ୍ଟ କରାଯାଇ ପ୍ରାୟ 15 ଦିନ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିଥିଲା। ଭାରତୀ ଶ୍ରୀଅରବିନ୍ଦଙ୍କ ସହ ଜାତୀୟ ରାଜନୀତି ସମ୍ପର୍କରେ କଥୋପକଥନ ହୁଅନ୍ତି। VVS ଆୟାର ମଝିରେ ମଝିରେ ଆସନ୍ତି। ଯେତେବେଳେ CR ଦାସ ଆସିଥିଲେ, ତାଙ୍କୁ ତିଣ୍ଡି ଭିନମରୁ ଆଣିବାକୁ ମୋତେ ପଠାଯାଇଥିଲା। ଶ୍ରୀଅରବିନ୍ଦ ସାଧାରଣତଃ ବାହାରକୁ କେବେ ଯାଆନ୍ତି ନାହିଁ। ଅବଶ୍ୟ ପରେ ଶ୍ରୀମାଙ୍କ ଘରକୁ ଯାଇ ତାଙ୍କ ସହ ରାତ୍ରି ଭୋଜନ କରୁଥିଲେ। ଥରେ କିମ୍ବା ଦୁଇଥର ପଣ୍ଡିଚେରୀ ରେଲୱେ ଷ୍ଟେସନ ଯାଇ ଜଣେ କିମ୍ବା 2 ଜଣଙ୍କୁ ସେ ବିଦାୟ ଦେଇ ଆସିଥିଲେ। এই লেখাটি ଶ୍ରୀଅରବିନ୍ଦଙ୍କ ଆର୍କାଇଭ୍ସ ଆଣ୍ଡ ରିସର୍ଚ୍ଚ ଲାଇବ୍ରେରୀରୁ ପ୍ରାପ୍ତ କରିଥିଲେ।